ସୁନା ଠାରୁ ମହଙ୍ଗା ଏହି ଜଡ଼ିବୁଟି। ଫଳ ଭଲ କରିବ ପାରାଲିସ୍। ସମଗ୍ର ଦେଶରେ ଅନେକ ଉଦ୍ଭିଦ ଅଛି ଯାହା ଆୟୁର୍ବେଦରେ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ସେଗୁଡ଼ିକ ବିଭିନ୍ନ ରୋଗର ଉପଶମ ପାଇଁ ବ୍ୟବହୃତ ହୁଏ। ଏହିପରି ଏକ ଔଷଧୀୟ ଗଛ ହେଉଛି ମଦରୱାଟ। ଏରିଥ୍ରିନ୍ ଭାରିଗାଟା ଭାରତରେ ଅନେକ ନାମରେ ମଧ୍ୟ ଜଣାଶୁଣା। ଆମର ହିନ୍ଦୁ ଧର୍ମରେ ମଧ୍ୟ ଏହି ବୃକ୍ଷକୁ ପୂଜା କରିବାର ବି ପ୍ରଥା ରହିଛି। ଏଥିସହିତ ଆୟୁର୍ବେଦ ଅନୁଯାୟୀ ମଦରୱାଟ ଜଡ଼ିବୁଟି ଔଷଧୀୟ ଗୁଣରେ ଭରପୁର ଅଟେ। ଏହି ଉଦ୍ଭିଦ ମୁଖ୍ୟତଃ ଆମ ଘରେ, ବଗିଚାରେ, ଘର ଚାରିପାଖରେ ଏବଂ ଖାଲି ଜମିରେ ସହଜରେ ଉପଲବ୍ଧ। ଜଣାଶୁଣା ଆୟୁର୍ବେଦିକ ଡାକ୍ତର ଅମିତ ବର୍ମାଙ୍କ ମୁତାବକ ଏହି ଜଡ଼ିବୁଟି ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଏହି ଉଦ୍ଭିଦ ମୂଳରୁ ସମସ୍ତ ମାନବ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ଏହି ଉଦ୍ଭିଦର ପତ୍ରରୁ ମିଳିଥିବା କ୍ଷୀରରେ ଅନେକ ରୋଗ ପ୍ରତିରୋଧୀ ଗୁଣ ରହିଛି। ମଦରୱାଟ ପତ୍ରଗୁଡ଼ିକ ଅତ୍ୟଧିକ ବିଷାକ୍ତ, କିନ୍ତୁ ଏହା ପକ୍ଷାଘାତ, ମଳକଣ୍ଟକ, ଶରୀରର ଯନ୍ତ୍ରଣା, ଫୁଲା ଏବଂ ଅନେକ ଚର୍ମ ରୋଗରୁ ମୁକ୍ତି ଦେଇଥାଏ ବୋଲି ଦାବି କରାଯାଇଛି। ଏହି ଉଦ୍ଭିଦର ପତ୍ରରୁ କ୍ଷୀର ବାହାରିଥାଏ। ଏହାର କ୍ଷୀର ବହୁତ ଲାଭଦାୟକ ଅଟେ। ଯଦି ଶରୀରର କୌଣସି ଅଙ୍ଗରେ ଫୁଲା ହୁଏ ତେବେ ଏହି ପତ୍ର ପେଷ୍ଟକୁ ସେଠାରେ ଲଗାଇବା ଉଚିତ। ଏହା ତତ୍କ୍ଷଣାତ୍ ଉପଶମ କରିବାରେ ସହାୟକ ହୋଇଥାଏ। ମଳକଣ୍ଟକ ରୋଗ ପାଇଁ ଏହା ବେଶ୍ ଉପଯୋଗୀ। ପେଟ ରୋଗ, ଚର୍ମ ସମ୍ବନ୍ଧୀୟ ସମସ୍ୟା ଏବଂ ଏକ୍ଜିମା ମଧ୍ୟ ଦୂର କରିଥାଏ ଜଡ଼ିବୁଟି। ବାସ୍ତବରେ ଯଦି ଆପଣ ଏରିଥ୍ରିନ୍ ଭାରିଗାଟା ପତ୍ରର ପେଷ୍ଟ ଲଗାନ୍ତି ତେବେ ଆପଣ ବିଭିନ୍ନ ରୋଗରୁ ମୁକ୍ତି ପାଆନ୍ତି। ଡାକ୍ତର କହିଛନ୍ତି ଯେ ଏରିଥ୍ରିନା ଭାରିଗାଟା ଉଦ୍ଭିଦରେ ଆଣ୍ଟି ଇନଫ୍ଲାମେଟରି ଗୁଣ ରହିଛି ଯାହା ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଯଦି ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହୁଏ, ଯଦି ଏହାର ପତ୍ର ଗରମ ହୋଇ ଏକ ସୂତା କପଡ଼ାରେ ବାନ୍ଧି ପାରିବେ, ଏହାଦ୍ୱାରା ଯନ୍ତ୍ରଣା ଅତି ଶୀଘ୍ର ଦୂର ହୁଏ। ଯଦି କେହି ପକ୍ଷାଘାତ ରୋଗରେ ପୀଡ଼ିତ, ତେବେ ପତ୍ର ଗରମ କରି ସେହି ସ୍ଥାନରେ ପ୍ରୟୋଗ କରାଯିବା ଉଚିତ। ଫଳସ୍ୱରୂପ ରୋଗୀର ଶିରାରେ ରକ୍ତ ସଞ୍ଚାଳନ ଆରମ୍ଭ କରେ, ଯେଉଁ କାରଣରୁ ପକ୍ଷାଘାତ ରୋଗୀମାନେ ଉପକୃତ ହୋଇପାରିବେ।